ଗ୍ରୀଷ୍ମ ଋତୁ ଉପକ୍ରମ ବୈଶାଖ ଓ ଜ୍ୟେଷ୍ଠ 2 ମାସକୁ ଗ୍ରୀଷ୍ମ ଋତୁ କହନ୍ତି। ଏହି ଋତୁରେ ଜଳବାୟୁ ଶୁଷ୍କ ରହେ। ଗ୍ରୀଷ୍ମ ଋତୁର ଶେଷ ଭାଗ ସାମାନ୍ୟ ବର୍ଷା ହୁଏ। ଋତୁ ବର୍ଣ୍ଣନା ଶୁଷ୍କ ଜଳବାୟୁ ଓ ପ୍ରଚଣ୍ଡ ଖରା ଯୋଗୁଁ ଗ୍ରୀଷ୍ମ ଋତୁରେ ଦେହରୁ ଝାଳ ବହେ। ଘର ଭିତରେ ରହିବା ଅସହ୍ୟ ବୋଧ ହୁଏ। ବାହାରେ ଖରାରେ ବୁଲିବା ଅସମ୍ଭବ ମାନେ ହୁଏ। ରାତି ପ୍ରାୟ 10ଟା ପର୍ଯ୍ୟନ୍ତ ଗରମ ଲାଗି ରହେ। ତାପରେ ଅବସ୍ଥା ସାମାନ୍ୟ ବଦଳିଥାଏ। ଦିନେ ଦିନେ ରାତିରେ ମଧ୍ୟ ଅସହ୍ୟ ଗରମ ହୁଏ। ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଅଭାବ ଦେଖାଯାଏ। ପ୍ରଚଣ୍ଡ ସୂର୍ଯ୍ୟତାପରେ ନଦୀ, ନାଳ, ପୋଖରୀ ଓ କୂଅ ଆଦି ଶୁଖିଯାଏ। ଜଳାଭାବ ଯୋଗୁଁ ପଶୁପକ୍ଷୀ ଓ ମନୁଷ୍ୟ ସମସ୍ତେ ହଇରାଣ ହୁଅନ୍ତି। ଗାଁ ଗଣ୍ଡାରେ ଅଧିକାଂଶ ଲୋକ ଚାଳ ଘରେ ବସ କରନ୍ତି। ତେଣୁ ଅଗ୍ନିଭୟ ଯୋଗୁଁ ସେମାନେ ବିଶେଷ ବିଚଳିତ ଥାଆନ୍ତି। ଗ୍ରୀଷ୍ମ ଋତୁରେ ବୃକ୍ଷଲତାରୁ ପତ୍ର ଶୁଖି ଝଡ଼ି ପଡ଼େ। ଚତୁର୍ଦିଗ ଶ୍ରୀହୀନ ଦେଖାଯାଏ। ସନ୍ଧ୍ୟାବେଳେ ଧୂଳିଝଡ଼ ହେବା ଗ୍ରୀଷ୍ମ ଋତୁର ଏକ ବିଶେଷତ୍ୱ। ଅନେକ ସମୟରେ ପ୍ରଚଣ୍ଡ ଖରା ସହି ନପାରି ବହୁ ପଶୁପକ୍ଷୀ ଓ ଇତର ପ୍ରାଣୀ ପ୍ରାଣ ହରାଇଥାନ୍ତି। ଉପକାର ଗ୍ରୀଷ୍ମ ଋତୁ ଭୟଙ୍କର ହେଲେ ବହୁତ ଉପକାର କରେ। ଏହି ଋତୁ ନଥିଲେ ବର୍ଷା ଋତୁ ହୁଅନ୍ତା ନାହିଁ। ଗ୍ରୀଷ୍ମ ଋତୁରେ ଶୁଖିଯାଇଥିବା ଜଳରାଶି ଉପରକୁ ବାଷ୍ପ ଆକାରରେ ଉଠି ମେଘ ତିଆରି କରେ। ଗ୍ରୀଷ୍ମ ଋତୁରେ ଦିନେ ଦିନେ କୁଆପଥର ସହ ଝଡ଼ତୋଫାନ ହୁଏ। ଏହାଦ୍ୱାରା ଆମ୍ବ ଫସଲ ନଷ୍ଟ ହୁଏ। ଏହି ଋତୁରେ ବାଡ଼ି ବଗିଚାରେ ନାନା ପ୍ରକାର ମଞ୍ଜି ବୁଣାଯାଏ। ବର୍ଷା ଆସିବା ପୂର୍ବରୁ ଚାଷୀ ଜମିରେ ଧାନ ବୁଣେ। ବିଶେଷତଃ ଗ୍ରୀଷ୍ମ ଋତୁରେ ଆମ୍ବ ପଣସ ଆଦି ଫଳ ପାଚେ। ଏହି ଋତୁରେ ମଲ୍ଲୀ, ହେନା, ପଦ୍ମ, ରଜନୀଗନ୍ଧା ଆଦି ଫୁଲ ଫୁଟେ। ଉପସଂହାର ପୃଥିବୀରେ ଯଦି ସର୍ବଦା ଗୋଟିଏ ଋତୁ ଲାଗି ରହନ୍ତା ତେବେ ଆମ୍ଭମାନଙ୍କର ଚଳପ୍ରଚଳ ହେବା ଅସମ୍ଭବ ହୋଇପଡ଼ନ୍ତା। ଜୀବନ ନିରସ୍କ ଓ ଶୁଷ୍କ ବୋଧ ହୁଅନ୍ତା। ତାହାଛଡ଼ା ଲୋକମାନଙ୍କର କାମ କରିବାର ଶକ୍ତି କମିଯାଆନ୍ତା। ଫଳରେ ମନୁଷ୍ୟର ଜୀବନଧାରା ଓ ସଭ୍ୟତା ସବୁକିଛି ବଦଳିଯାଆନ୍ତା। କାରଣ ପରିବର୍ତ୍ତନ ହିଁ ଜୀବଜଗତର ଆଧାର। ଏହି କାରଣରୁ ଋତୁଚକ୍ର ନେଇ ଗ୍ରୀଷ୍ମ ଋତୁର ଯଥେଷ୍ଟ ଆବଶ୍ୟକତା ଅଛି।